କେହି ଜଣେ ଖୁବ୍ ସୁନ୍ଦର କଥା କହିଛି କି ଝୁଣ୍ଟି ପଡ଼ି ପୁଣି ଚାଲିବାକୁ ହୁଏ, ବାଜି ହାରି ପୁଣି ଖେଳିବାକୁ ହୁଏ, ଅତୀତକୁ ଭୁଲି ପୁଣି କାଲି ପାଇଁ ବଞ୍ଚିବାକୁ ହୁଏ। ଏଇ ତ ଜୀବନ। ନମସ୍କାର ଶ୍ରୋତାବନ୍ଧୁ, ମୁଁ ସତ୍ୟଜିତ ସାମନ୍ତରାୟ ଆପଣଙ୍କ ସହ ଛୋଟ ଏକ କାହାଣୀକୁ ନେଇ। ଏ କାହାଣୀ ବହୁଦିନ ପୂର୍ବର କଥା। ଦୁଇଜଣ ସାଙ୍ଗ ଥିଲେ। ପିଲାଦିନରେ ଉଭୟ ଏକାଠି ପାଠ ପଢ଼ୁଥିଲେ। ସେମାନଙ୍କର ପାଠପଢ଼ା ସମାପ୍ତ କରିବା ପରେ ଉଭୟ ସାଙ୍ଗ ନିଜ ନିଜ ଜୀବନରେ ବ୍ୟସ୍ତ ହୋଇଗଲେ। ଜଣେ ବନ୍ଧୁ କଠିନ ପରିଶ୍ରମ କରି ବହୁତ ଟଙ୍କା ରୋଜଗାର କରିବା ବେଳେ ଅନ୍ୟ ସାଙ୍ଗ ବହୁତ ଅଳସୁଆ ଥିଲା। ସେ କିଛି କରୁନଥିଲା। ତାଙ୍କ ଜୀବନ ବହୁ କଷ୍ଟରେ ଅତିବାହିତ ହେଉଥିଲା। ଦିନେ ସେହି ଧନୀ ବ୍ୟକ୍ତି ତାଙ୍କ ପିଲାଦିନର ବନ୍ଧୁଙ୍କୁ ଭେଟିବା ପାଇଁ ଆସିଲେ। ଧନୀ ଲୋକଟି ଦେଖିଲା ଯେ ତାଙ୍କ ସାଙ୍ଗର ଅବସ୍ଥା ବହୁତ ଖରାପ। ତାଙ୍କ ଘର ମଧ୍ୟ ବହୁତ ମଇଳା ଥିଲା। ସାଙ୍ଗକୁ ବସିବା ପାଇଁ ଦିଆଯାଇଥିବା ଚେୟାର ଉପରେ ମଧ୍ୟ ଧୂଳି ଜମି ରହିଥିଲା। ଧନୀ ଲୋକ କହିଲା, ତୁମେ କାହିଁକି ଘରକୁ ଏତେ ଅପରିଷ୍କାର ରଖୁଛ? ଗରିବ ଲୋକଟି ଉତ୍ତର ଦେଲା ଯେ ଘର ସଫା କରିବାରେ କୌଣସି ଲାଭ ନାହିଁ। କିଛି ଦିନ ପରେ ତ ପୁଣି ଏଇଭଳି ମଇଳା ହୋଇଯାଉଛି। ଧନୀ ବ୍ୟକ୍ତି ତାଙ୍କୁ ବହୁତ ବୁଝାଇଲେ ଯେ ଘର ସବୁବେଳେ ସଫା ରଖିବା ଉଚିତ। କିନ୍ତୁ ସେ ଅନେକ ବୁଝାଇବା ପରେ ମଧ୍ୟ ବୁଝିବା ପାଇଁ ପ୍ରସ୍ତୁତ ନଥିଲେ ଏହି ସାଙ୍ଗ। ଯିବାବେଳେ ଧନୀ ବ୍ୟକ୍ତି ଗରିବ ବନ୍ଧୁଙ୍କୁ ବହୁତ ସୁନ୍ଦର ପୁଷ୍ପଗୁଚ୍ଛ ଉପହାରରେ ଦେଇଗଲେ। ଗରିବ ଲୋକଟି ଏହି ପୁଷ୍ପଗୁଚ୍ଛକୁ ଏକ ସୁନ୍ଦର କୁଣ୍ଡରେ ଯତ୍ନର ସହ ସଜାଇ ରଖିଲା। କାହିଁକି ନା ଏହାକୁ ତାର ବନ୍ଧୁ ଦେଇଯାଇଛି। ଏହାପରେ ଯେତେବେଳେ ବି କେହି ବ୍ୟକ୍ତି ଏହି ଗରିବ ଲୋକର ଘରକୁ ଆସି ସେହି ସୁନ୍ଦର ପୁଷ୍ପକୁଣ୍ଡକୁ ଦେଖିଲେ, ସମସ୍ତେ ପୁଷ୍ପଗୁଚ୍ଛଟିର ବହୁତ ସୁନ୍ଦର ପ୍ରଶଂସା କଲେ। ହେଲେ ଘର ଏତେ ମଇଳା ବୋଲି କହିବାକୁ କେବେ ବି ଭୁଲୁ ନଥିଲେ। ବାରମ୍ବାର ସମାନ କଥା ଶୁଣି ଶୁଣି ଗରିବ ଲୋକ ଭାବିଲା ଯେ ସେ ଆଲମାରୀ ସହିତ ଏହି ଘରର କିଛି ଅଂଶ ନିଶ୍ଚିତ ଭାବରେ ସଫା କରିଦେବ। ତାଙ୍କ ଘରକୁ ଆସୁଥିବା ଲୋକମାନେ କହିବାକୁ ଆରମ୍ଭ କଲେ, ପୁଷ୍ପଗୁଚ୍ଛଟି ବହୁତ ସୁନ୍ଦର, ଆଉ ଆଲମାରୀ ମଧ୍ୟ ସଫାସୁତର ରଖିଛ, କିନ୍ତୁ ପୁରା ଘର ଏତେ ଅପରିଷ୍କାର ରହୁଛି କାହିଁକି? ଏହି କଥା ଶୁଣି ଗରିବ ଲୋକ ଆଲମାରୀ ପାଖରେ ଥିବା କାନ୍ଥକୁ ସଫା କରିଦେଲା। ତାଙ୍କ ଘରକୁ ଆସୁଥିବା ସମସ୍ତ ଲୋକେ କେବଳ ସେହି ସଫା ହୋଇଥିବା ସ୍ଥାନକୁ ପସନ୍ଦ କଲେ ଏବଂ ସେହି ସ୍ଥାନରେ ବସିବାକୁ ମଧ୍ୟ ପସନ୍ଦ କଲେ, କାରଣ ଏହି ସ୍ଥାନ ହିଁ କେବଳ ସଫା ଥିଲା। ଦିନେ ଗରିବ ଲୋକ କ୍ରୋଧିତ ହୋଇ ପୁରା ଘର ସଫା କରିବା ସହ କାନ୍ଥଗୁଡ଼ିକୁ ମଧ୍ୟ ରଙ୍ଗ କରିଦେଲା। ଧୀରେ ଧୀରେ ତାଙ୍କର ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିବାକୁ ଲାଗିଲା ଏବଂ ସେ ଭଲ କାମ କରିବା ଆରମ୍ଭ କଲେ। ଧୀରେ ଧୀରେ ତାଙ୍କର ରୋଜଗାରରେ ବୃଦ୍ଧି ଘଟିଲା। କାହାଣୀଟି ବହୁତ ଛୋଟ ଶ୍ରୋତାବନ୍ଧୁ, ହେଲେ ଆମକୁ ଶିଖାଉଛି କି ବେଳେବେଳେ ଆମର ଛୋଟ ଛୋଟ ଭଲ ଅଭ୍ୟାସ ଆମର ଚିନ୍ତାଧାରାକୁ ବି ବଦଳାଇ ଦେଇପାରେ, ଯାହା ଆମ ଜୀବନକୁ ମଧ୍ୟ ବଦଳାଇ ଦେବାରେ ସଫଳ ହୋଇଥାଏ। ଭଲ ଅଭ୍ୟାସ ସହିତ ବଡ଼ ପ୍ରତିବନ୍ଧକକୁ ମଧ୍ୟ ଦୂର କରାଯାଇପାରେ। ସେହି ଭଲ ଅଭ୍ୟାସ ସହ କରି ଦେଖାନ୍ତୁ ଏପରି କିଛି କି ଦୁନିଆ କରିବ ଆପଣଙ୍କୁ ଦେଖି। सुर से ये जीवन संगीत बना, तेरी पायल चन की गीत बना। सुर से ये जीवन संगीत बना, तेरी पायल चन की गीत बना।